ମୁଁ ଶୁଣିଲି ମୋ ଅଞ୍ଚଳର ଜଣେ ପିଲା ମାଟ୍ରିକରେ ବେଷ୍ଟ 3 ହେଇଛି ଏବଂ କଟକ ଜିଲ୍ଲାରେ 1 ନମ୍ବର ପୋଜିସନ୍ ଅଛି ଏବଂ ସବୁଠୁ ଖୁସି ଲାଗିଲା ତାର ଗୋଟେ ଉଦ୍ଦେଶ୍ୟ ଅଛି ସେ ଭବିଷ୍ୟତରେ ଜଣେ ଡାକ୍ତର ହେବେ। ତ ମୁଁ ଯେତେବେଳେ ଖବର ପାଇଲି ମୁଁ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଲି। ପ୍ରଥମତଃ ନିଜ ଗାଁ ପିଲା, ଦ୍ୱିତୀୟତଃ ହେଉଛି ଯେହେତୁ ଡାକ୍ତର ଉଦ୍ଦେଶ୍ୟ ରଖିଛି ତେଣୁ ଯଦି କିଛିଟା ବଡ଼ ଭାଇ ହିସାବରେ କିଛିଟା ଦିପଦ ଟିପ୍ସ ଦେଇପାରିବି କିମ୍ବା ଦିପଦ କିଛି ତାକୁ କହିପାରିବି ତ ମୋ ପାଇଁ ବି ସେତିକି ବଡ଼ ଭାଗ୍ୟର କଥା ହେବ। ଯଦି କାଲି ସକାଳେ ବହୁତ ବଡ଼ ଡାକ୍ତର ହୁଏ କିମ୍ବା ମୋଠୁ ବଡ଼ ଡାକ୍ତର ହୁଏ ନିଶ୍ଚୟ କହିପାରିବ ନା ଯେ ସୁଜୟ ଆସି ମୋତେ ଦିପଦ କିଛି ଟିପ୍ସ ଦେଇଥିଲେ। ତେଣୁ ପ୍ରଥମତଃ ମୁଁ ଜନ୍ମେଜୟ ମହାନ୍ତିକୁ ବହୁତ ଧନ୍ୟବାଦ ଦେବି ଏବଂ ତାଙ୍କୁ ପୋଜିସନ୍ ପାଇଥିବା 3rd ପୋଜିସନ୍ ସେତିକି ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ତାଙ୍କର ଆଗାମୀ ଦିନ କେମିତି ସିଏ 12th ଭଲ ରେଜଲ୍ଟ କରିବେ, କେମିତି MBBSରେ ନାମ ଲେଖେଇବେ, ଆଗକୁ PG ସୁପର ସ୍ପେଶାଲିଟି ଭଲ କରିବେ, ମହାପ୍ରଭୁ ଜଗନ୍ନାଥଙ୍କ ପାଖେ ସେଠି ମୁଁ ପ୍ରାର୍ଥନା କରିବି ତାର ଅଧିକ ଉତ୍ତରୋତ୍ତର ଉନ୍ନତି ପାଇଁ। ଆଶା କରିବି ଯଦି ତାଙ୍କର ମେଡ଼ିକାଲ ରାସ୍ତାରେ କିମ୍ବା ମେଡ଼ିକାଲ ପାଠ ପଢ଼ିବାରେ ଯଦି କିଛି ଦରକାର ପଡ଼ିପାରେ କିମ୍ବା କିଛି ଜିନିଷ ବାଧକ ପଡ଼ୁଛି, ଯଦି ସାହାଯ୍ୟ ଦରକାର ପଡ଼ିପାରେ ମୁଁ ସବୁବେଳ ପାଇଁ ମୁଁ ଏବଂ ଆମ ସେବା ମଞ୍ଚର ସମସ୍ତ କର୍ମକର୍ତ୍ତାମାନେ ସବୁବେଳେ ତା ସହିତ ରହିବେ। ଯଦି କିଛି ଦରକାର ପଡ଼ିବ ତାକୁ ଏବଂ ତାଙ୍କର ପରିବାର ଲୋକଙ୍କୁ ମୁଁ ଅନୁରୋଧ କରିବି କେବେ ହେଲେ ବି ମନ ଉଣା କରିବେନି ମୋଠୁ ଆବଶ୍ୟକ ଯାହା ଲୋଡ଼ା କରିବା ଲାଗି। କାହିଁକିନା ଭାବି ଦିଅନ୍ତୁ ମୁଁ ଗୋଟେ ଅଞ୍ଚଳର ପୁଅ ଏବଂ ଆପଣଙ୍କ ପୁଅର ଗୋଟେ ବଡ଼ ଭାଇ ଭଳିଆ ଯଦି ଆପଣଙ୍କ ସାହାଯ୍ୟରେ ମୁଁ ଆସିପାରିଲି ନିଜକୁ ସେତିକି ଖୁସି ଲାଗିବ। ମୁଁ ନଥାଏ ପଛେ ଯଦି ଯେପର୍ଯ୍ୟନ୍ତ ମାହାଙ୍ଗା ସେବା ମଞ୍ଚ ତାଙ୍କ ପାଖରେ ଅଛନ୍ତି ଅଞ୍ଚଳରେ ତାହେଲେ କେବେ ହେଲେ ଜନ୍ମଜୟ ଆଶା ରହୁଛି ସେ ଆଗକୁ ବହୁତ ଉପରକୁ ଯିବେ ଏବଂ ବହୁତ ଭଲ ଡାକ୍ତର ହେଇ ଏଇ ମାହାଙ୍ଗା ମାଟିର ନାମକୁ ଆହୁରି 2 ଗୁଣା କରିବେ। ଆପଣ ଜାଣିଛନ୍ତି ମୁଁ ଡାକ୍ତର ହେବାର ଲକ୍ଷ୍ୟ ରଖିଥିଲି ଏବଂ ସାର୍ ହେଉଛନ୍ତି ମୋ ପାଇଁ ଗୋଟେ ପ୍ରେରଣାର ଉତ୍ସ ସଦୃଶ। କାରଣ ସାର୍ଙ୍କର ଯେଉଁ ସେବା ମଞ୍ଚ ଅଛି ତା ଦ୍ୱାରା ସେ ଗରିବ ଲୋକମାନଙ୍କର ସେବା କରନ୍ତି। ସମସ୍ତଙ୍କର ସ୍ୱାସ୍ଥ୍ୟର ଯାହା ବି ସମସ୍ୟା ଥାଏ ଏ ମାହାଙ୍ଗା ମାଟିର ସବୁ ଲୋକମାନଙ୍କୁ ସାହାଯ୍ୟ କରନ୍ତି। ତେଣୁ ସାର୍ଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଲା। ସାର୍ ବହୁତ କିଛି ଟିପ୍ସ ଦେଲେ ଆଗକୁ କ'ଣ କଲେ ଭଲ ହେବ ଏବଂ କେଉଁ ସବୁ ଜିନିଷରୁ ମୋତେ ଦୂରେଇ ରହିବା କଥା ତାହା ମଧ୍ୟ ସାର୍ ମୋତେ ବତେଇଲେ, ଯାହା କାରଣରୁ ଆଗକୁ ଯେଉଁ ସବୁ ସମସ୍ୟା ଆସିବ ତା'ର ସମ୍ମୁଖୀନ ମୁଁ ହୋଇପାରିବି ଏବଂ ମୋର ଲକ୍ଷ୍ୟ ପଥରେ ମୁଁ ଆଗକୁ ବଢ଼ିପାରିବି। ତେଣୁ ସାର୍ଙ୍କର ଏଇ ଯେଉଁ ଏଠାକୁ ଆସିକି ମୋତେ ଯେଉଁ ଟିପ୍ସ ଦେବାର ଯେଉଁ ଉଦ୍ୟମ ଥିଲା ତାହାକୁ ନେଇ ମୁଁ ଅତ୍ୟନ୍ତ ଆନନ୍ଦିତ ଅଛି। ରେଜଲ୍ଟ ବାହାରିଲା ଦିନଠାରୁ ଅନେକ ଶୁଭେଚ୍ଛୁକର ସୁଅ ଛୁଟିଛି ମୋ ଘରକୁ। ସମସ୍ତେ ଆସିକି ପୁଅକୁ ଶୁଭାଶିଷ ପ୍ରଦାନ କରୁଛନ୍ତି, କିନ୍ତୁ ସାର୍ଙ୍କର ଆସିବାଟା ଯେ ମୋ ପୁଅ ପାଇଁ ଗୋଟେ ନିଶ୍ଚିତ ଭାବରେ ସ୍ୱତନ୍ତ୍ର ପ୍ରକାର ପ୍ରେରଣା ପ୍ରଦାନ କଲା, ଯୋଉଟାକି ତାକୁ ତା ଲକ୍ଷ୍ୟ ପଥରେ ଅଗ୍ରସର ହେବା ପାଇଁ ମାନେ ତାକୁ ମନ ଭିତରେ ଗୋଟେ ଦୃଢ଼ ମନୋବଳ ଜାଗ୍ରତ କରିବ ବୋଲି ମୋର ଆଶା ରଖିଲି। ଆଉ ଆଶା କରୁଛି ସାର୍ଙ୍କୁ ମୋତେ ଏଇ ମାନେ ସାର୍ ସେଇଭଳି ଯେଉଁଭଳି ଆଜି ସବୁ ଟିପ୍ସ ତାକୁ ଦେଇଛନ୍ତି ଆଗକୁ ତାର ଯଦି ସମସ୍ୟା କିଛି ଆସେ ସାର୍ ବି ପ୍ରତିଶ୍ରୁତି ଦେଲେ। ତେଣୁ ସେ ସାର୍ଙ୍କ ସହିତ କଥା ହେଇ ତାର ଯେଉଁ ସମସ୍ୟା ଆସିବ ତା ମନ ଭିତରେ ଯେଉଁଟା କନଫ୍ୟୁଜ୍ ଆସିବ ତା ପାଠପଢ଼ା ନେଇକି ହେଉ ତା ଷ୍ଟଡି ଲାଇନ୍ରେ ହେଉ କି ଯେକୌଣସି ସମସ୍ୟା ଆସିବ ଆଉ ସାର୍ ନିଶ୍ଚୟ ସେଇ ସମସ୍ୟାର ସବୁ ସମାଧାନ ତା ମନରେ ଉଠୁଥିବା ପ୍ରଶ୍ନର ସମାଧାନର ଉତ୍ତର ନିଶ୍ଚୟ ଦେବେ ବୋଲି ମୁଁ ଆଶା। ବହୁତ ଖୁସି ଆଜ୍ଞା। ଯେତେ ସବୁ ଆସିଛନ୍ତି କହୁଛନ୍ତି ଶୁଭେଚ୍ଛୁ ମାନେ ଆସିଛନ୍ତି କେତେ ଖୁସି ଲାଗୁଛି ସାର୍ ଠାରୁ ଟିକେ ନିଆରା ଲାଗୁଛି ନା ନାଇଁ? ନିଶ୍ଚୟ ନିଶ୍ଚୟ ନିଆରା କାହିଁକି ନାଇଁ ଏଇ ଯୋଉ କ୍ଷେତ୍ରରେ ପାଦ ଦେବାକୁ ଯାଉଛି ତା ପାଖରେ ଯେତେବେଳେ ସେଇ ଆସି ପହଞ୍ଚୁଛନ୍ତି ତେଣୁ ତାକୁ ନିଶ୍ଚିତ ଭାବରେ ଗୋଟେ ସ୍ୱତନ୍ତ୍ର ପ୍ରେରଣା ମିଳିଛି। ଆଉ ସେ ଖୁସି ହେଇଛି। ମୁଁ ଯେତେବେଳେ ଆସି କହିଲି ବାବା ମୁଁ ତ ଜାଣିନି ଆଉ MBBSର ଯେ ଆସିଥିଲେ ସେ କହୁଥିଲେ ଯେ ଡକ୍ଟର ସୂର୍ଯ୍ୟପ୍ରକାଶ ଚୌଧୁରୀ ଆସିବେ, ତେଣୁ ପୁଅ ବହୁତ ଖୁସି ହେଇଥିଲା, କହିଲା ଯାହା ହଉ ବାବା ଆଉ ଆସିବେ। ସେଠୁ ମତେ ବି ପ୍ରଶ୍ନ କଲା ବାବା ଆସିଲେନି 8ଟାରେ ଆପଣ କହିଥିଲେ, ତାପରେ ବହୁତ ଖୁସି ସିଏ ସେଇଭଳି ସେ ଆଗ୍ରହର ସହିତ ଅପେକ୍ଷା କରିଥିଲା ଆଉ ମତେ ବି ବାରମ୍ବାର ପଚାରୁଥିଲା କେତେବେଳେ ଆସିବେ କେତେବେଳେ ଆସିବେ। हॉलमार्क ऑर्नामेंट्स स्वप्नरू सत जाए।